জয় মা ঠাকুরানী, জয় মা কালী, জয় মা মঙ্গলা। এ বাবু ভাই দেখুছ, এই ହେଉଛି সেই কাদম্বিনী অরণ্য। ভাই অরণ্যরে পুତିକି ରଖିଥିବ ଭଗବାନ ଶ୍ରୀକୃଷ୍ଣଙ୍କ ସେଇ ସୁବର୍ଣ୍ଣ ମୂର୍ତ୍ତି ବାବୁ। ହେଲେ ବାବୁ କେଉଁ ଜାଗାରେ ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତିଟା ପୁତିକି ରଖିଛି ଏପର୍ଯ୍ୟନ୍ତ ମନେ ପଡୁନି ବାବୁ। ବାବୁ ତାହେଲେ ବାପା ତ ମନରେ ଆସୁନି। ଓ ବାବୁ ମୋ ମଣ୍ଡକୁ ଆସୁନି କେଉଁ ଜାଗାରେ ଭଗବାନ ଶ୍ରୀକୃଷ୍ଣଙ୍କ ସେଇ ସୁବର୍ଣ୍ଣ ମୂର୍ତ୍ତିଟା ପୁତିକି ରଖିଛି। ଭଣଜାଲୁ ବାପା ମଗଲା ଭଣଜାମ ସୁନା ଭଣଜାମ ବଡ ମୁଣ୍ଡିଆ ଭଣଜା। ଏ ବାବୁ ଭଣଜା ହ୍ୟାଲୋ ଏ ବାବୁ କେମିତି ବା ମନେ ପଡିବଲ ବାପା? ତୁ ପରା ରାଜାଙ୍କ ଘରେ 5 ବର୍ଷ ଚକିଟା କରୁଥିଲୁ। এই সত কথা বাবু তুমি কহিবা কথা ହେଉଛି ସମ୍ପୂର୍ଣ୍ଣ ଭାବରେ ସତ। ହେଲେ ବାବୁ ଭଣଜାଲୁ ହ୍ୟାଲୋ ଏ ବାବୁ ବାପା ତ ଏଠିଏ ମୁଣ୍ଡକୁ ତୁ ସେଇ 5 ବର୍ଷ ପଛପଟକୁ ନେଇଯା, ତାପରେ ହିଁ ଜଣା ପଡିବ ମୂର୍ତ୍ତିଟା ତୁ ଏ କାଦମ୍ବିନୀ ଅରଣ୍ୟରେ ପୋତିଛୁ ନା ତୁ ଆଉ କୋଉ ଅରଣ୍ୟରେ କରିଛୁ। ଏ ବାବୁ তুমি କହିବା କଥା ହେଉଛି ସମ୍ପୂର୍ଣ୍ଣ ଭାବରେ ସତ। ହେଲେ ମୋ ମୁଣ୍ଡକୁ ସେଇ 5 ବର୍ଷ ତଳକୁ ନେଉଛି ବାବୁ, ନେଉଛି ବାବୁ ସେଇ 5 ବର୍ଷ ତଳକୁ ନେଉଛି। ଓ ବାବୁ ମୋ ମୁଣ୍ଡକୁ ବସିଲା ବାବୁ। ଓ ବାବୁ ମୋ ମନେ ପଡିଲା ବାବୁ, ମୋ ମନେ ପଡିଲା ବିଶାଳ ବଡ ବଡ ଗଛ। ବିଶାଳ ବଡ ବଡ ଗଛ। ଓ ବାବୁ ତା ବାମ ପଟରେ ବିଶାଳ ବଡ ପଥର, ତା ବାମ ପଟରେ ପୁଣି ବିଶାଳ ପଥର, ତା ମଝିରେ ପୁତିକି ରଖିଛି ଭଗବାନ ଶ୍ରୀକୃଷ୍ଣଙ୍କ ସେଇ ସୁବର୍ଣ୍ଣ ମୂର୍ତ୍ତି ବାବୁ। ତା ମଝିରେ ତୁ ପୋତିକି ରଖିଛୁ ସେଇ ଭଗବାନଙ୍କର ସ୍ୱର୍ଣ୍ଣ ଶ୍ରୀକୃଷ୍ଣ ରାଧା। ଓ ବାବୁ ଭଣଜା ଭଣଜାଲୁ ହ୍ୟାଲୋ ଏ ବାବୁ ତାହେଲେ ବାପା ଏ କାଦମ୍ବିନୀ ଅରଣ୍ୟରେ ତ ସେମିତି ଗଛ କି ପଥର ଦିଶୁନି। ଏ ବାବୁ ଭଣଜା ତମେ ଏ ପଟରେ ଖୋଜ ବାବୁ, ମୁଁ ସେ ପଟରେ ଖୋଜୁଛି। କାହିଁକି ବିଳମ୍ବ କରିବା ବାବୁ, ଯଥା ଶୀଘ୍ର ଖୋଜି ଚାଲିଯିବା ଆମେ ବୃନ୍ଦାବନ ରାଜ୍ୟ ରାଣୀ ହଂସପୁର ରାଣୀ କଦମ୍ବିନୀ ପାଶ। ଏ ବାବୁ এই দেখুছ বাবু, এই হচ্ছে সেই বিশাল বড় বড় গছ, তা বাম পটরে বিশাল বড় পথর, তা মঝিরে পুতিকি রখিছিব শ্রীকৃষ্ণଙ୍କ সেই সুবর্ণ মূর্তি বাবু। এই দেখো বাবু, এই দেখো।
ବାବୁ ବଣଜା ତୁମେ କଣ ଦେଖିଛ କି ବାବୁ ଭଗବାନ ଶ୍ରୀକୃଷ୍ଣଙ୍କ ସେଇ ସୁବର୍ଣ୍ଣ ମୂର୍ତ୍ତିଟା ବାବୁ? ବଣଜାଲୁ ବାପା ସେଇ ସୁବର୍ଣ୍ଣ ମୂର୍ତ୍ତିଟା ପରା ମୋ ବାପ ପୁରୁଷରେ କେହି ଦେଖି ନାହାନ୍ତି। ଏ ବାବୁ ବଣଜା ଆସ ଦେଖିବ ଆସ ଭଗବାନ ଶ୍ରୀକୃଷ୍ଣଙ୍କ ସେଇ ସୁବର୍ଣ୍ଣ ମୂର୍ତ୍ତି ବାବୁ। ଆସ ଦେଖିବ ଆସ ଆସ ବାବୁ ଆସ। ଆହା ଏ ବାବୁ ବଣଜା ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି ତ ପାଇ ସାରିଛି ବାବୁ। ହେଲେ କେମିତି ନେବି ଏଇ ବୃନ୍ଦାବନ ରାଜ୍ୟ ରାଣୀ ହଂସପୁରକୁ ଏଇ ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି? ବଣଜା ଯଦି ଏ ବୃନ୍ଦାବନ ନଗରବାସୀ ମତେ ଦେଖି ଦିଅନ୍ତି ତାହେଲେ କଣ କହିବେ ଜାଣିଛ ବାବୁ? କଣ କହିବେ ଲୋ? ଏ ଦେଖରେ ଦେଖ ସୂର୍ଯ୍ୟ 5 ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇ ପରେ ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତିଟା ଫେରେଇବା ପାଇଁ ରାଣୀ ହଂସପୁର ଯାଉଛି। ମୋ ମୁହଁରେ ଛେପ ପକାଇବେ ବାବୁ, ମୋ ମୁହଁରେ ଛେପ ପକାଇବେ। କଣ ବ୍ୟବସ୍ଥା ଅଛି କି ବାବୁ? ବଣଜାଲୁ ବାପା ତୁ ଚକ୍ରଧର ମାମୁଁ ଥାଉ ଥାଉ ତୋର କିଛି ହବନି ଲୋ। ଭଣଜା ହ୍ୟାଲୋ ବାବୁ ବାପା ମୁଁ ତତେ ନିତିଦିନ କଣ କହେ? କଣଟାକୁ ହେଲେ ବାବୁ? ଭଣଜା ମୁଁ ପରା ଶକୁନି ଆଉ ମନ୍ଥରାକୁ ଗୁରୁ କରିଛି। ଆଚ୍ଛା ମୁଁ ଚକ୍ରଧର ବୁଦ୍ଧି ଆଉ ବିଦ୍ୟାରେ ପୁଣି ଧୁରନ୍ଧର। ନିଶ୍ଚୟ ବାବୁ ତୁମେ କହିବା କଥା ହେଉଛି ଅକ୍ଷରେ ଅକ୍ଷରେ ସତ ବାବୁ। ଭଣଜା ହ୍ୟାଲୋ ବାବୁ ଏଇ ଯେ ଏଇ ବସ୍ତ୍ରରେ ଯଦି ଆମେ ସେଇ ରାଧାକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତିକୁ ଗୁଡ଼େଇକି ନେଇଯିବା ତାହେଲେ ବୃନ୍ଦାବନ ନଗରବାସୀ କେହି ଜାଣିବେନି ଲୋ ବାପା। এই সত কথা বাবু যদি এ বস্ত্র গুড়াইকি নেই ଯିବି ମୋ হ্যাঁ এই বৃন্দাবন রাজ্য রানী হংসপুরକୁ ଏ ବୃନ୍ଦାବନ ନଗରବାସୀ କେହି ଦେଖିପାରିବେନି। না ହେଲେ କାହିଁକି ବିଳମ୍ବ କରିବା ବାବୁ? ଯଥା ଶୀଘ୍ର ନେଇଯିବା ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି ମହାରାଣୀ ଶକୁନ୍ତଳା ପାଶ। হ্যালো ଏ ବାବୁ ଭଣଜା କାହିଁକି ବିଳମ୍ବ କରିବା ବାବୁ? হ্যাঁ ଯିବା ଚାଲ ବୃନ୍ଦାବନ ରାଜ୍ୟ ରାଣୀ ହଂସପୁର ମହାରାଣୀ ଶକୁନ୍ତଳା ପାଶ। হ্যাঁ ହେଲେ ବାବୁ ଭଣଜା ଏଇ ଖଡ଼କଟ ଧର ବାବୁ। হ্যালো ତାହେଲେ ଯିବା ବାବୁ। ସ୍ୱାମୀ ତ କହିଥିଲେ ଠାକୁରଙ୍କ ପ୍ରତିମା ଆଣିଲେ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ବାହାରି ଯିବା ପାଇଁ। ହେଲେ ମୁଁ ତ ସଜବାଜ ହୋଇ ଏଇଠି ଅପେକ୍ଷା କରି ବିଳମ୍ବ ହେବାକୁ ଯାଉଛି। ହେଲେ ସେ ଠାକୁରଙ୍କ ପ୍ରତିମା ଏ ପର୍ଯ୍ୟନ୍ତ ଆଣିଲେ ନାହିଁ କାହିଁକି? ଏଇଠି ଟିକେ ମୁଁ ଅପେକ୍ଷା କରେ। ଠାକୁରଙ୍କ ପ୍ରତିମା ରଘୁଦାସ ଆଣିଲେ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଯିବି।
রানীমা নমস্কার নমস্কার রানীমা নমস্কার। କିଏ ତୁମେ ମାନେ କାହାର ଅନୁମତିରେ ତୁମେ ଏଠିକୁ ଆସିଛ? রানীমা তুমি মতো চিহ্নি পারিলনি রানীমা, ନା মনে পকাও ও সূর্য। সূর্য আকাশরে ଥିଲେ জগতর মঙ্গল, ଆଉ ଯିଏ ମତେ ଛୁଇଁବାକୁ ଚେଷ୍ଟା କରେ ପିଲା ତାହେଲେ ତୁମେ ସେଇ ସୂର୍ଯ୍ୟ ମୁଁ ସେଇ ସୂର୍ଯ୍ୟବ୍ରତ। ଯିଏ ଆମ ମନ୍ଦିରରୁ ଆମର ନୀଳମାଧବଙ୍କୁ ଚୋରି କରି ନେଇ ଯାଇଥିଲା। ଏଠାକୁ କାହିଁକି ଆସିଛ ତୁମେ? ଏଠାକୁ ଆସିବା କାରଣ ହେଉଛି ରାଣିମା, ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତିଟା ଫେରାଇବା ପାଇଁ ଆପଣ ପାଖକୁ ଆସିଛି ମୁଁ। ହେଲେ ସେ କାର୍ଯ୍ୟ ତ ଆମର ପଣ୍ଡିତ ରଘୁଦାସ ଆଣିବା ପାଇଁ ସ୍ୱାମୀ କହିଥିଲେ। ହେଲେ ରାଣିମା, ରଘୁଦାସ ମତେ ଆଦେଶ ଦେଇছে ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତିଟା ଫେରାଇବା ପାଇଁ ଆପଣ ପାଖକୁ। ସେଇଥିପାଇଁ ନିଜେ ଆମର ଠାକୁର ନୀଳମାଧବଙ୍କୁ ନେଇକି ଆସିଛ। ଓ ରାଣିମା, ତାହେଲେ କାହିଁ ଦିଅ ଆମର ସେଇ ଠାକୁର ନୀଳମାଧବଙ୍କୁ ଦିଅ। ଆଜି ଆମର ପୂଜାର୍ଚ୍ଚନା ଅଛି। ଦେଇଦେବି ରାଣିମା, ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତିଟା ମୁଁ ଆପଣଙ୍କୁ ଦେଇଦେବି। ହେଲେ ଗୋଟିଏ ସର୍ତ୍ତରେ ରାଣିମା, ଗୋଟିଏ ସର୍ତ୍ତରେ। ସର୍ତ୍ତ? ଓ ରାଣିମା, ଗୋଟିଏ ସର୍ତ୍ତ। ସର୍ତ୍ତ ପୁଣି କଣ? ପ୍ରଥମେ ଆମ ଠାକୁରକୁ ତ ଫେରେଇ ଦିଅ। ଆପଣ ଆପଣଙ୍କ ସେଇ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିଟା ନିଅନ୍ତୁ ରାଣିମା। ରାଣିମା, ଆଉ ସେଇ ସତ୍ୟଟା କଣ ତୁମେ ଜାଣିଛ ରାଣିମା? କୁହ। ସେଇ ସତ୍ୟଟା ହେଉଛି ମୋ ସ୍ତ୍ରୀ କାନ୍ତି, ମୋ ଝିଅ ରୂପାଳୀ ଏବଂ ସେଇ ମୋ 5 ବର୍ଷର ପୁଅ ଭରତକୁ ଫେରେଇ ଦିଅ ରାଣିମା। ମତେ ମୋ ପରିବାର ଦରକାର ରାଣିମା, ମୋ ପରିବାରକୁ ଫେରେଇ ଦିଅ ରାଣିମା, ମତେ ମୋ ପରିବାର ଦରକାର। ତମ ପରିବାର? ହେଲେ ସେମାନେ ତ ଧାମ ତ୍ୟାଗ କରିସାରିଲେଣି। ସେମାନେ କଣ ଜୀବିତ ଅଛନ୍ତି ଯେ ତୁମକୁ ମୁଁ ତୁମ ପରିବାର ଫେରାଇ ଦେବି? ରାଣିମା, ମତେ ମୋ ପରିବାର ଦରକାର, ମୋ ସ୍ତ୍ରୀ, ମୋ ଝିଅ ଆଉ ମୋ ସେଇ 5 ବର୍ଷର ପୁଅ ଭରତ ଦରକାର ରାଣିମା, ମତେ ମୋ ପରିବାର ଦରକାର। ସେଇଟା ତୁମେ ଭୁଲ କରିଥିଲ। ଏଇ ଆମ ରାଧାକୃଷ୍ଣଙ୍କ ପ୍ରତିମାକୁ ତୁମେ ଚୋରି କରି ନେଇଯାଇଥିଲ। ଆଉ ସେଇ ଲଜ୍ଜାରେ ତୁମର ପରିବାର ଆତ୍ମହତ୍ୟା କରିଥିଲେ ସମସ୍ତେ। ସେଇଥିପାଇଁ କଣ ଆମେ ଦାୟୀ? ହଁ, ତୁମେ ଆଉ ରଘୁଦାସ ଦାୟୀ ମୋ ପରିବାର ପାଇଁ। ତୁମେ ଆଉ ରଘୁଦାସ ଦାୟୀ ମୋ ପରିବାର ପାଇଁ। ମୋ ପରିବାର ମତେ ଫେରେଇ ଦିଅ ରାଣିମା, ମତେ ମୋ ପରିବାରଟା ଫେରେଇ ଦିଅ। ସୂର୍ଯ୍ୟ ପ୍ରତାପ, ତୁମକୁ ଯଦି ଦରକାର ଅଛି ମୁଁ ଏ ରାଜ୍ୟରୁ ଯେତେ ଧନ ସମ୍ପତ୍ତି ପାରୁଛ ନେଇଯାଅ। ହେଲେ ଯେଉଁମାନେ ଏ ମଧ୍ୟ ମଣ୍ଡବଳରୁ ଚାଲି ଯାଇଛନ୍ତି ସେମାନଙ୍କୁ ଫେରେଇ ଆଣି ହୁଏ ନା। ରାଣିମା, ଯେତେବେଳେ ମତେ ଧନ ସମ୍ପତ୍ତିଟା ଦରକାର ଥିଲା ସେତେବେଳେ ମତେ ତମେ କାରାଦଣ୍ଡରେ ଦଣ୍ଡିତ କରି କେତେ କଷ୍ଟ, କେତେ ଯନ୍ତ୍ରଣା ଉପଭୋଗ କରିଛି ରାଣିମା।
মতে ମୋ ପରିବାର ଦରକାର ରଣିବା ମତେ ମୋ ପରିବାର ଦରକାର। ହେଲେ ସେ ସବୁ ମୁଁ ଫେରେଇ ପାରିବିନି, ସେ ସବୁ ଫେରେଇ ପାରିବିନି। ଆରେ ଏ ଚକ୍ରଧର, ତୁମକୁ ଯଦି ଧନ ସମ୍ପତ୍ତି ଦରକାର ତାହେଲେ ତୁମେ ଯେତେ ପାରୁଛ ସେତେ ନେଇଯାଅ, ହେଲେ ତୁମ ପରିବାର ମୁଁ ଫେରେଇ ପାରିବି ନାହିଁ। ହେ ବାବୁ ବଡ଼ ଜାଲୁ ଏ ମହାରାଣୀ ଶକୁନ୍ତଳା କଣ କହୁଛି ଶୁଣି ପାରୁଛ ତ ବାବୁ? ଭଣଜା, ଆରେ ଏହି ମହାରାଣୀ ଶକୁନ୍ତଳା ପାଇଁ ପରା ତୋ ବଂଶରେ କେହି ନାହାନ୍ତି। ଏ ନିଶ୍ଚୟ ସତ କଥା ବାବୁ। ଆରେ ତୋ ବଂଶରେ ଯଦି କେହି ନାହାନ୍ତି, ଏ ମହାରାଣୀ ଶକୁନ୍ତଳାଙ୍କ ବଂଶରେ କାହିଁକି ରହିବେ? ମାରିଦେଲୁ। ଏ ନିଶ୍ଚୟ ସତ। ଏ ମହାରାଣୀ ଶକୁନ୍ତଳା ପାଷାଣ୍ଡୀ ନାରୀ ମରିବୁ ଶାଢ଼ୀ ଆଜି ନିଶ୍ଚୟ ମୁଁ ତତେ ମାରିବି ମାରିବି ମାରିଦେବି। জীবন রে জীবন তোরা একই অভিনয় পলকর বদলে যাই নিজ পরিচয় জীবনের জীবন তোরা একই অভিনয় পলকর বদলে যাই নিজ পরিচয় ভুল করে জিয়ে সে ভলরে ভাল করে জিয়ে সে বঞ্চিকে মরুতাই তথাপি ভুলে না তথাপি ভুলে না নিজ যন্ত্রণা মন বৃন্দাবনে লাগিলা নিয়া মন বৃন্দাবনে লাগিলা নিয়া মন বৃন্দাবনে লাগিলা নিয়া মন বৃন্দাবনে লাগিলা নিয়া চিরতা কটলে লেখা আম প্রেম কাহানি পড়ি হুইনি সহি হুইনি চিরতা কটলে লেখা আম প্রেম কাহানি পড়ি হুইনি বাজি হুইনি করে জিয়ে সে ভলরে তাই এটি ভল করে দিয়ে সে বঞ্চিকে মরুথাই তথাপি ভুলে না তথাপি ভুলে না নিজ যাতনা মন বৃন্দাবনে লাগিলা নিয়া মন বৃন্দাবনে লাগিলা নিয়া মন বৃন্দাবনে লাগিলা নিয়া মন বৃন্দাবনে লাগিলা নিয়া
বাবু এ মহারানী শকুন্তলাকে জীবନରେ মারি ଦେଇଛି বাবু। ଚାଲୁ ହେଲେ ବାପା କଣ ହେଲା ରେ ବାପା? ମହାରାଣୀ ଶକୁନ୍ତଳାକୁ ତ ମାରି ଦେଇଛେ, ହେଲେ ଏଇଟା ରାଣୀ ହଂସାପୁର ଲୋ ହେଲେ ବାବୁ କଣ ଯା ଏ କାହିଁକି ଏଇ ରାଣୀ ହଂସପୁରେ ବିଳମ୍ବ କରି ରହିବ ବାବୁ? ଏ ଚାଲିଯିବା ହଁ ଏ ରାଣୀ ହଂସପୁରେ ଛାଡ଼ି ଚାଲିଯିବା ବାବୁ। ଆଲୋ ଯିବା ବାବୁ ଯିବା ଯିବା। ଚାଲ ବାବୁ। ଯିବା। यदा यदा हि धर्मस्य ग्लानिर्भवति भारत अभ्युत्थानम् अधर्मस्य तदात्मानं सृजाम्यहम् परित्राणाय साधूनां विनाशाय च दुष्कृतां धर्मसंस्थापनार्थाय संभवामि जुगे जुगे। अरे सूर्य मते कथा देइथिला आसंता काली सुप्रभात शुभ महेंद्र बेलारे सही राधाकृष्ण प्रतिमा को राजा महेंद्र केशरी को फेराई देवा कथा देइथिला मते मु मध्य कहिथिली सूर्यरी फेराई दे तोर सब मंगल हेबो हेले ए पर्यंत तार कोनोसी देखा दर्शन न फेराइला ना मोर की जाय आसा कहिथिली मोरी कथा न मानिला ना से हेले महारानी शकुंतला को किए मारी दैछि नहीं असंभव है। हे भगवान ये कोन देखुछि रघुदास नहीं अरे मो मां परिसी हे मालो नहीं हे भगवान हे कोन कले प्रभु महारानी शकुंतला को किए हत्या कर दैछि ए वृंदावन प्रजावासी आसरे 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 महारानी शकुंतला किए मारी दैछि रे पंडित हे सूर्य चित्कार कर सूर्य जो घटनाटा घटी जाइछि सेही कथा तोते जदि कहबी तू सुनिलु तो पाद तलर माटी मत खसी पड़ी ए कहू कथा पंडित हे सूर्य सूर्य रे हे सूर्य देखे महारानी शकुंतला के मारी दैछि रे पंडित हे सूर्य रानी मांगू की हत्या करी पंडित ए अवस्था देखी मो धैर्य धरी रही पारिबिनी रे सूर्य मो धैर्य धरी रही पारिबिनी ए पंडित किए मारी दैछि रानी मांगू मारी दैछि रे सूर्य
ରାଣୀ ମାଙ୍କୁ କିଏ ହତ୍ୟା କରି ଦେଇছে ହେ ବାବୁ ଭଗବାନ ଏ କଣ କଲି ପ୍ରଭୁ ମହାରାଜକୁ ନେଇ ଆସ ରାଣୀ ମାଙ୍କର ସେଇ ବଲ୍ଲା ବୋହଟିଏ ଦେଖନ୍ତି ସୂର୍ଯ୍ୟ আরে সূর্য তবে পুরো ভগবানଙ୍କ ପ୍ରତିମା ନେଇ ଆସିବାର ଥିଲା କଣ ହେଇଛି মহারাজ রানী মাଙ୍କୁ কিଏ হত্যা করে ଦେଇছে କିଏ କିଏ ମାରିଛି ମୋ ମହାରାଣୀକୁ କିଏ মহারাজ এই রঘুদাস হত্যা করেছে রানী মাଙ୍କୁ ମହାରାଜ ତୁ ମହାରାଣୀକୁ ହତ୍ୟା କରିଛୁ ଏ ସବୁ ମିଥ୍ୟା ମହାରାଜ କେମିତି ମାରିପାରିବି ମୁଁ ମହାରାଣୀ ଶକୁନ୍ତଳାକୁ মহারাজ ରଘୁଦାସ এ রঘুদাস ছলনা করেছে মহারাজ ନାହିଁ ରେ ସୂର୍ଯ୍ୟ মহারানী শকুন্তলাকে মারি ছলনা করেছে এই মহারাণী তোর কি দোষ କରିଥିଲେ ରେ ତତେ ମୁଁ ନିଜ ଭାଇ ଠାରୁ ଅଧିକ ସ୍ନେହ କରୁଥିଲି ହେଲେ ଆଜି ମୋ ସଂସାର ତୁ ଉଚ୍ଛନ୍ନ କରିଦେଲୁ ନାହିଁ ମହାରାଜ ଆପଣ ବିଶ୍ୱାସ କରନ୍ତୁ ମହାରାଜ ମୋ ମହାରାଣୀକୁ ମାରିନି ମହାରାଜ ତାକୁ କିଏ ଅନ୍ୟ କେହି ମାରି ଦେଇଥିବ ଭଗବାନ ମୋ ବିଶ୍ୱାସର ଠିକ ଫଳ ଦେଇଛୁ ରେ ତତେ ଏତେ ବିଶ୍ୱାସ କରିଥିଲି ଭୋରି ରାଜବାସରେ ତତେ ଜାଗା ଦେଇଥିଲି ସେହି ବିଶ୍ୱାସଟା ଏବେ ମଧ୍ୟ ଏଇ ରଘୁଦାସର ଅନ୍ତରରେ ଭରପୁର ହେଇ ରହିଛି ମହାରାଜ ନାଇଁ ନାହିଁ ତୁ ମହାରାଜ ମିଛ କହୁଛୁ ନାହିଁ ମିଛ କହିବିନି ମହାରାଜ ତୁ ଆଜି ମୋ ମହାରାଣୀକୁ ମୋ ଠାରୁ ଛଡେଇ ନେଇଛୁ ତୁ ଗୋଟେ ବିଶ୍ୱାସଘାତକ ଭଗବାନ ତୁ ଗୋଟେ ବନ୍ଧୁଦ୍ରୋହୀ ଆଜି ବନ୍ଧୁ କହିବାକୁ ମତେ ଘୃଣା ଲାଗୁଛି ରେ ସେହି ବନ୍ଧୁ ଭାବଟା ଏବେ ମଧ୍ୟ ଅଛି ମହାରାଜ ମୁଁ କେମିତି ପ୍ରକାରେ ମହାରାଣୀ ଶକୁନ୍ତଳାଙ୍କୁ ମାରିବି କହିଲେ ରଘୁଦାସ କାହିଁ ଛଳନା କରୁଛୁ ରେ ଯଦି ମହାରାଣୀକୁ ତୁ ହତ୍ୟା କରିନୁ ହତ୍ୟା କରିନି ମହାରାଜ ଏ ରକ୍ତାକ୍ତ ତରବାରୀ ଧରି ଠିଆ ହେଇଛୁ କଣ ପାଇବେ हे रघुदास ସେହି ରକ୍ତାକ୍ତ ତରବାରୀଟା ମୋରି ହାତରେ ଅଛି କାହିଁ ଏତେ ଛଳନା କରୁଛୁ ତୁ ଗୋଟେ ବିଶ୍ୱାସଘାତକ ତୁ ଗୋଟେ ବନ୍ଧୁଦ୍ରୋହୀ ତତେ ତତେ ଆଜି ବନ୍ଧୁ ବୋଲି କହିବାକୁ ମତେ ଘୃଣା ଲାଗୁଛି ହେ ଭଗବାନ ଏ କଣ କଲେ ପ୍ରଭୁ ଏ କଣ କଲେ ଏବେ ନିଜେ କରିଥିବା ପାପ କର୍ମଟାକୁ ଲୁଚେଇବାକୁ ଯାଇ ଭଗବାନଙ୍କ ନାଁରେ ନିନ୍ଦା କରୁଛୁ
ତୁ ଗୋଟାଏ ବନ୍ଧୁଦ୍ରୋହୀ, ତୁ ଗୋଟାଏ ବିଶ୍ୱାସଘାତକ, ବିଶ୍ୱାସ ତୁ କରନ୍ତୁ ଗୋଟାଏ ମହାରାଜ। ବିଷବୃକ୍ଷ। ବିଶ୍ୱାସ କରନ୍ତୁ ମହାରାଜ, ମୁଁ ମାରିନି। ବନ୍ଧୁ କହିବାକୁ ଲାଗିଲା ଯ ହାରେ ନିର୍ଲଜ, ବନ୍ଧୁ କହିବାକୁ ଲାଗିଲା ଯ ହାରେ ନିର୍ଲଜ, ବନ୍ଧୁ ବନ୍ଧୁ କହି ବନ୍ଧୁ କହିଲୁ, ବନ୍ଧୁ ବନ୍ଧୁ କହି ବନ୍ଧୁ ସାଜିଲୁ, କଲୁ ପଶୁ ଠାରୁ ହୀନ କାର୍ଯ୍ୟ ହାରେ ନିର୍ଲଜ। হে রঘুদাস, এই মহারানী শকুন্তলা, এই শকুন্তলা তোতে নিজ ভাইଠାରୁ ବି ଅଧିକ ଭାଇଠାରୁ ମଧ୍ୟ ନିଜେ ନ ଖାଇ তোতে ଖାଇ, ହେଲେ ଆଜି ତାକୁ ହତ୍ୟା କରିବାକୁ ତ ବିବେକ ତ ଟିକେ ବି ବାଧା ଦେଲାନି। ଆପଣ ଭୁଲ ବୁଝୁଛନ୍ତି ମହାରାଜ, ମୁଁ ମାରିନି ମହାରାଜ, ମୁଁ ଆରେ ମୋ ମାରିନି। ଚକ୍ଷୁରେ ଦେଖିଛି ରକ୍ତାକ୍ତ ତରବାରୀ ଧରି ଠିଆ ହେଇଥିଲୁ, ସେହି ଆଉ କହୁଛୁ ହତ୍ୟା କରିନି। ସେହି ରକ୍ତାକ୍ତ ତରବାରୀଟା ଏ ରଘୁ ଦାସର ହସ୍ତରେ ରହି ମା ବନ୍ଧୁ ବୋଲି ବିଶ୍ୱାସରେ ସ୍ଥାନ ଦେଲି ଉଆସରେ, ସରଳତା ଦେଖି ମୋର ଛୁରା ମାରିଲୁ ଛାତିରେ, ବନ୍ଧୁ ଦ୍ରୋହୀ ହେଲୁ ତୁ ହିଆଜ ଆରେ ନିର୍ଲଜ, ବନ୍ଧୁ କହିବାକୁ ଲାଗିଲା ଯ ଆରେ ନିର୍ଲଜ। রঘুদাস, ମୁଁ ତତେ ଏତେ ଦିନ ଯାଇ ନିଜ ବନ୍ଧୁ ନିଜ ଭାଇ ବୋଲି ସ୍ନେହ ମମତା କରିଥିଲି, ସେଇଥିପାଇଁ ଆଜି ମୋ ରାଣୀକୁ ହତ୍ୟା କରିଥିବା ଦୋଷରୁ ବି ତତେ ମୁଁ ଦଣ୍ଡ ନ ଦେଇ ମୁକ୍ତି କରିଦେଉଛି। ଚାଲିଯା, ମୁଁ ତୋ ପରି ବିଶ୍ୱାସଘାତକ ନୁହେଁ, ନ୍ୟାୟ ଶାନ୍ତି ଧର୍ମରେ ମୁଁ ଏ ରାଜ୍ୟ ଦଣ୍ଡ ଧରିଛି। ଚାଲିଯା, ତୋ ସପରିବାରକୁ ନେଇ ଏ ବୃନ୍ଦାବନ ରାଜ୍ୟ ଛାଡ଼ି ସବୁଦିନ ପାଇଁ ଚାଲିଯା। ଆଉ ଗୋଟାଏ ଦିନ, ଆଉ ଦିନେ ବି ତୋ ମୁହଁ ଏ ରାଜ୍ୟରେ ମୁଁ ଦେଖିବାକୁ ଚାହେଁ ନା, ନହେଲେ ସେଇଦିନ ହବ ତୋର ଶେଷ ଦିନ। ଚାଲିଯା ସୂର୍ଯ୍ୟ, ମହାରାଜ ମାରି ମାରି ଏଠୁ ବିଦା କରିଦିଅ। ଚାଲିଯିବି ମହାରାଜ, ଏ ବୃନ୍ଦାବନ ରାଜ୍ୟ ଛାଡ଼ି ଚାଲିଯିବ ପରିବାର ସହିତ। ଏ ରଘୁଦାସ କାହିଁ କାହିଁ ଦୂର ଦୂରାନ୍ତକୁ, ଠିକ ଅଛି, ସେହି ମହାରାଣୀଙ୍କୁ ମାରିଥିବା ରକ୍ତାକ୍ତ ତରବାରୀଟା ମୋରି ହାତରେ ରହିଥିଲା। ହେଲେ ମହାରାଜ, ଯିବା ପୂର୍ବରୁ ଆପଣଙ୍କ ନିମକ ଖାଇ ବଞ୍ଚୁଥିଲି। ଦୀର୍ଘ ଦିନର ବନ୍ଧୁ ଭାବଟା ଯିବା ପୂର୍ବରୁ ମୋର ଆପଣଙ୍କୁ ଗୋଟେ ମାଗଣି ଅଛି। ଦେଖୁ, ଏ ରଘୁଦାସର କର୍ତ୍ତବ୍ୟ ଏ ଧରିତ୍ରୀ ଦିନେ ମନେ ପକେଇବ, ଏ ବସୁଧା ଦିନେ ମନେ ପକେଇବ। ଏ ରଘୁଦାସର ଇତିହାସ ସ୍ତର ସ୍ତର ପୃଷ୍ଠା ଗୁଡ଼ିକରେ ଲିପିବଦ୍ଧ ହେଇ ରହିବ। ମହାରାଜ, ମୁଁ ଏତିକି ନେହୁରା ହେଉଛି, ଯିବା ପୂର୍ବରୁ ମହାରାଣୀ ଶକୁନ୍ତଳାଙ୍କର ପାଦ ଧୂଳି ଟିକେ ନେଇ ପାପି, ରାଣୀର ପାଦ ଧୂଳି ନେବାର ତୋର ଯୋଗ୍ୟ ନାହିଁ। ଚାଲିଯା। মন ছুরি লুহা ঝরে নিজর কথা দূরকু
দূরে আপনার হই তৈরি আপনার হই তৈরি অজনা চিহ্না দিতে একই বন্ধু প্রেমর রীতি একই বন্ধু প্রেমর রীতি একই বন্ধু প্রেমর রীতি একই বন্ধু প্রেমর রীতি একই বন্ধু প্রেমর একই বন্ধু প্রেমর রীতি একই বন্ধু প্রেমর রীতি একই বন্ধু প্রেমর রীতি একই বন্ধু প্রেমর রীতি ଏ ଦୁନିଆରେ ଯାହାକୁ ମୁଁ ନିଜ ଜୀବନ ଠାରୁ ଅଧିକ ବିଶ୍ୱାସ କରିଥିଲି ସେ ଆଜି ମୋ ବିଶ୍ୱାସରେ ବିଷ ମିଶେଇ ଦେଇଛି। ବିଶ୍ୱାସ କରିବି କାହାକୁ? ଏ ସୂର୍ଯ୍ୟ, মহারাজ ତାହା ହେବା କଥା ତ ହେଇଗଲା। ମୋ କର୍ମର ଫଳ କେବଳ ମୁଁ ହିଁ ଭୋଗ କରିବି। ଛାଅ, ମହାରାଣୀଙ୍କ ଶବ ସତ୍କାର ପାଇଁ ସୈନ୍ୟମାନଙ୍କୁ ଆଦେଶ କର। এই বাবু মহারাজ সৈন্য ମାନଙ୍କୁ ନେଇ ଆସ ମହାରାଣୀଙ୍କର ଶବ ସଂସ୍କାର ହେବ। হ্যালো মহারাজ সময় রে সময় সময় রে সময় তু কণ কলু সবু দেই পুଣି কাহি চড়েই দিলু সময়ের সময় তু কাণ কলু সবু দেই পুଣି কাহি চড়েই দিলু সময়ের সময় তু কাণ কলু সবু দেই পুଣି কাহি চড়েই দিলু না পড়ত কানির স্নেহ না ফির নই রসুয়া না পড়ত কানির স্নেহ না ফির নই রসুয়া পচারুচি 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 কোঠি কহা কিয়ে পৌঁছি দবা আখিরা লুহা কিয়ে পৌঁছি দবা আখিরা লুহা কিয়ে পৌঁছি দবা আখিরা লুহা কিয়ে পৌঁছি দবা আখিরা লুহা
हसिबा पाई तो आखिर जन्म से आखि गुलो हसिबा पाई तो 18 जन्म से हसको एटी जीवन जातना भरा एटी सपन रही अधूरा एटी जीवन जातना भरा एटी सपन रही अधूरा मने मने मानी जाए मने मने मानी जाए मन रहा किए पोछी दब आखिर लुहा 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 राम नाम सत्य हरि नाम सत्य 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 राम सत्य हरि नाम सत्य हरि नाम सत्य राम 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 नाम सत्य है हरि नाम सत्य है।